ଆଲୋ ମା ଲୋ ମୋ ଗୋଡ କଣ ହେଇଗଲା ଲୋ, ମୋ ଗୋଡ ବହୁତ ଜୋର କାଟୁଛି ଲୋ। ଓହୋ ଓ କଣ ହେଲା କି ଆପଣଙ୍କର? ଆପଣ ଏବେ କହୁଥିଲେ ଯେ ଆପଣ ଗୋଡ କାଟୁଛି ବୋଲି। ନା 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 ମୋ ଗୋଡ କିଛି ହେଇନି, ମୁଁ ତତେ କହିଲି କି? ଦେଖୁନାହାନ୍ତି ମୋ ଗୋଡ ଟିକେ ମାଲିସ କରିଦେବି, ଅଏଣ୍ଟମେଣ୍ଟ ଲଗେଇଦେବି, ଦେଖନ୍ତୁ କଣ ହେଇଛି ଗୋଡ। ଆରେ ନା ପରା ତତେ ମନା କଲି, ମୋ ଗୋଡ କିଛି ହେଇନି, ତତେ ମୁଁ କହିଲି କି କିଛି? ଯା ପଳା ଏଠୁ। ନାନୀ ତମେ କଣ ହଠାତ୍ ଦିନ ଘରକୁ ଆସିଛ? କଣ ହେଇଛି, କଣ କାମ ଥିଲା? ଆରେ ତୁ କଣ ଜାଣିନୁ କି ତୋ ଶାଶୁଙ୍କ ଦେହ ଭଲ ନୁହଁ, ତାଙ୍କୁ ଥଣ୍ଡା ଜ୍ୱର ହେଇଛି ବୋଲି କାଳେ କହିଲେ, ସେଥିପାଇଁ ମୁଁ ତାଙ୍କ ପାଇଁ ସୋରିଷ ତେଲ ରସୁଣ ଏସବୁ ଫୁଟେଇକି ଆଣିଛି। ତାଙ୍କ ଦେହ ଭଲ ନାହିଁ, ଜ୍ୱର ହେଇଛି। ମତେ ତ ଏ କଥା କିଛି କହିନାହାନ୍ତି, ଏବେ ତ ସେ ବସିକି ଟିଭି ଦେଖୁଥିଲେ। କଣ ତୁ ଜାଣିନୁ ଏ କଥା? କି ଆଶ୍ଚର୍ଯ୍ୟର କଥା, ତୁ ଘରେ ବୋହୁ ହେଇକି ତତେ ଜଣା ନାହିଁ, କିନ୍ତୁ ପଡୋଶୀ ଘର ବୋହୂକୁ ଯାଇକି ରସୁଣ ତେଲ ସୋରିଷ ମଗା ହଉଛି। କି ବୋହୁ ହେଇଥିଲୁ ତୁ? ବୋଉ ଆପଣଙ୍କ ଦେହ ଭଲ ନାହିଁ, ମୁଁ ତତେ କଣ ପାଇଁ କହିବି ମୋ ଦେହ ଭଲ ଅଛି ଖରାପ ଅଛି, ମୁଁ ତତେ କାହିଁ କହିବି? ଆଚ୍ଛା ବୋଉ ଆପଣ ମତେ ବି ତ କହିପାରିଥାନ୍ତେ, ମୁଁ ଆପଣଙ୍କ ପୁଅ କହିଥାନ୍ତି ଯେ ଆପଣଙ୍କ ପାଇଁ କିଛି ଔଷଧ ଆଣି ଦେଇଥାନ୍ତେ। ମୋର ଯାହାକୁ ଇଚ୍ଛା ମୁଁ ତାକୁ କହିବି, ତୋର କଣ ଗଲା? ଆଲୁ ଆଲୁ ମା ଟିକେ ମୋତେ ତେଲ ଟିକେ ମାଲିସ କରିଦବୁ। ହଉ ଠିକ ଅଛି, ନାନୀ ବି ତାଙ୍କ ଘରକୁ ଯାଆନ୍ତୁ, ମୁଁ ତମ ଦେହ ଖରାପ ଅଛି ମୁଁ ତେଲ ମାଲିସ କରିଦେବି, ଦେଖାଅ। ଆରେ ମୁଁ ତତେ କହୁଛି କି, ତତେ ମୁଁ କହୁନି ନା ମାଲିସ କରିବା, ତୁ ଯା ତ ବାଟରେ। ତାପରେ ଶାନ୍ତି ଦେହ ବହୁତ ଭଲ ମାଲିସ କରେ, ତା ମାଲିସରେ ମୋ ଦେହ ଭଲ ହେଇଯିବ, ତୁ ପାରିବୁନି ସେସବୁ, ତୁ ଯା, ତତେ ମୁଁ କହୁନି। ମୁଁ ଏତେ ଟାଇମ ହେଲାଣି, ଜଳଖିଆ ଖାଇବ ନା? କାଇଁ ମତେ ତ ମାଗୁନ ବି ଟୋଟାଲି, ମୁଁ ବନେଇ ସାରିଲିଣି, ଆସ ଖାଇବ, ତମେ ଜଳଖିଆ ବନେଇ ଦେଇଛି ଆସ। ନା ମୁଁ ଜଳଖିଆ ଖାଇବିନି, ଯା ତୁ ନିଜେ ନିଜେ ଖାଇଦେ ସେ ଜଳଖିଆ। ମୁଁ କହିଛି ଶାନ୍ତି କି ସେ ଜଳଖିଆ କରିବ, ଆଣିକି ମତେ ଦବ, ମୁଁ ଖାଇବି। ତତେ ମୁଁ କହିଥିଲି ମୋ ପାଇଁ ବନା ବୋଲି। ସେ ପଡୋଶୀ ଘର ନାନୀ ଜଳଖିଆ ଆଣିଦେବେ, ତମେ ଖାଇବ। କାଇଁ ମୁଁ ଯୋଉ ଖାଇବା ବନେଇଛି, କାଇଁ ଏଇ ଖାଇବା ତ କିଛି ଦେହ ପାଇଁ ଖରାପ ନୁହଁ। ଯୋଉ ତ ଜଳଖିଆ ବନଉଛୁ, ଯୋଉ ତ ଖାଇବା ବନଉଛୁ, ସେ ଶାନ୍ତି ଆହୁରି କେତେ ବଢିଆ ଜଳଖିଆ ବନଉଛି। ଭାଗ୍ୟ କରିଥିଲା ନା ସେ ନାନୀ, ଆଉ କେତେ ବଢିଆ ଗୋଟେ ବୋଉଟେ ନେଇକି ଆଇଛି। ଆଉ ମୋ ଭାଗ୍ୟ। ରୁହନ୍ତୁ ବୋଉ, ମତେ କିଛି କହିବାକୁ ଦିଅନ୍ତୁ। ମୁଁ ଜାଣିନି ଆପଣଙ୍କର ମୋ ପ୍ରତି ଏତେ ଘୃଣା କଣ ପାଇଁ, କିନ୍ତୁ ଆପଣଙ୍କୁ ତ ମୁଁ କେବେ ଅସମ୍ମାନ କରିନି, କି ଆପଣଙ୍କ ପ୍ରତି ମୋର କୌଣସି ବ୍ୟବହାର ବି ଖରାପ ନାହିଁ। ଆପଣଙ୍କର ଯାହା କହିବାର ଅଛି ମତେ ସିଧା ସିଧା ମୁହଁ ମୁହଁ କହୁନାହାନ୍ତି। ଯଦି ଆପଣଙ୍କର ଦେହ ଭଲ ନାହିଁ, କି ଆପଣଙ୍କୁ ଏଇ ଜିନିଷ ଦରକାର, କି ସେଇ ଜିନିଷ ଦରକାର, ଆପଣ ତ ମତେ ସିଧା ନାଁ ଧରି ଡାକିପାରିବେ, କି ଝିଅ ଦେ ବୋଲି ବି ଏଇ ଜିନିଷ କହିପାରିବେ। ଆପଣ ତ ଝିଅ ବୋଲି ଡାକିବା ଦୂର କଥା, ସେତିକି ଭଲ ହିଁ ପାଉନାହାନ୍ତି। ଆପଣ ଯଦି କୋଉ ଜିନିଷ ଦରକାର, ତାହେଲେ ଆପଣ ଛୋଟ ଛୁଆକୁ ଦେଖେଇଲା ଭଳିଆ କହୁଛନ୍ତି, ଆକୁ ତାକୁ ଦେଖେଇଲା ଭଳିଆ କହୁଛନ୍ତି, ପଡୋଶୀ ଘରକୁ ଡାକୁଛନ୍ତି ଆପଣଙ୍କ ସେବା କରିବାକୁ। ମୁଁ ଆପଣଙ୍କର କେବେ ସେବା କରିବି ବୋଲି ମନା କରିଛି? ଗୋଟେ କଥା ବହୁ ଜାଣିଛନ୍ତି ନା, ଗୋଟେ ଝିଅ ତା ବାପ ଘରେ ପ୍ରକୃତ ଝିଅ କି ବଡ ହେଇଥାଏ, ଆଉ ଯେତେବେଳେ ତା ଶାଶୁ ଘରକୁ ଆସେ, ସେ ଝିଅର ଅଧିକାର ଚାହିଁଲେ ବି ନା ତାକୁ ମିଳେନି, ତାକୁ ସେଇଠୁ ନା କଣ ଝିଅରୁ ବୋହୁ ବନିବାକୁ ପଡେ। ଏଇ ଦେଖୁନାହାନ୍ତି ମୋ ବାପ ଘରେ ମୋ ମାର ଯଦି କିଛି ଦେହ ଆଜି ଖରାପ ହେଲା, ଝିଅ ଟିକେ ଶୁଣିଲୁ ମୋ ଦେହ ଟିକେ ଆଜି ଭଲ ନାହିଁ, ଆଉ ତୁ ଆଜି ଟିକେ ରୋଷେଇ କରିଦେ। ଝିଅ ଟିକେ ଶୁଣିଲୁ ମୋ ଗୋଡଟା ଭାରି ବିନ୍ଧୁଛି, ମୋ ଗୋଡ ଟିକେ ମାଲିସ କରିଦେଲୁ। ଝିଅ ଟିକେ ଶୁଣିଲୁ ଆଜି ମୁଁ ଟିକେ ବାହାର କାମରେ ଯାଉଛି, ଟିକେ ଘର କାମ ସମ୍ଭାଳି ଦବୁ। ଆପଣ ତ ସେତିକି କହିବା ଦୂରର କଥା, କେବେ ମୋ ମୁହଁକୁ ଚାହିଁଛନ୍ତି? ଆଉ ଏଠି ଆପଣଙ୍କୁ ଯଦି କିଛି ଦରକାର, ଘରେ ବୋହୁ ଥାଉ ଥାଉ ବୋହୁ କହିବେନି, ପଡୋଶୀ ଘର ବୋହୁ କହିବେ। ଆଚ୍ଛା ଦୁନିଆ ତାହେଲେ ଏମିତି ହେଇଗଲାଣି, ନିଜ ବୋହୁ ଭଲ ଲାଗନ୍ତିନି, ପଡୋଶୀ ଘର ବୋହୁ ଭଲ ଲାଗନ୍ତି ନା? ଛାଡ଼ନ୍ତୁ, ଆପଣଙ୍କୁ ଯାହା ଠିକ ଲାଗୁଛି ଆପଣ ସେଇଆ କରନ୍ତୁ। ଆଉ ଯୋଉ ଘରେ ଆପଣଙ୍କ ଭଳି ଶାଶୁ ଥିବେ ନା, ଦୁନିଆରେ କେବେ ବି ଗୋଟେ ବୋହୁ ସେ ଶାଶୁ ଘରେ ଝିଅଟେ ହେଇପାରିବନି।